ନବରାତ୍ରି ସ୍କନ୍ଦମାତା ବିଶୁଦ୍ଧଚକ୍ର ସିଂହାସନଗତା ନିତ୍ୟମ୍ ପଦ୍ମାଶ୍ରିତ କରଦ୍ୟା। ଶୁଭଦାସ୍ତୁ ସଦାଦେବୀ ସ୍କନ୍ଦମାତା ୟଶସ୍ୱିନୀ ମା ଦୁର୍ଗାଙ୍କର ପଞ୍ଚମ ସ୍ୱରୂପ ହେଉଛନ୍ତି ସ୍କନ୍ଦମାତାଙ୍କ ରୂପାୟ ସ୍କନ୍ଦମାତା ହେଉଛନ୍ତି ସ୍କନ୍ଦ ଅର୍ଥାତ କାର୍ତ୍ତିକେୟଙ୍କ ମାତାଏ ପ୍ରସିଦ୍ଧ ଦେବାସୁର ସଂଗ୍ରାମରେ କାର୍ତ୍ତିକେୟ ଦେବତାମାନଙ୍କର ସେନାପତି ହୋଇ ଥିଲେଆଏ ପୁରାଣରେ ତାଙ୍କୁ କୁମାର ସରଶକ୍ତିଧର ଭାବେ ବର୍ଣ୍ଣନା କରାଯାଇଛିଆଏ। କାର୍ତ୍ତିକେୟଙ୍କ ବାହନ ମୟୂର ହୋଇଥିବାରୁ ତାଙ୍କୁ ମୟୂରବାହନ ନାମରେ ମଧ୍ୟ ଜଣାଯାଏଆଇ। ଏହି ଭଗବାନ ସ୍କନ୍ଦଙ୍କର ମାତା ହେବା କାରଣରୁ ଦୁର୍ଗାଙ୍କର ଏହି ପଞ୍ଚମ ସ୍ୱରୂପଙ୍କୁ ସ୍କନ୍ଦମାତା କୁହାଯାଏଆଇ। ଏହାଙ୍କୁ କଲ୍ୟାଣକାରୀ ଶକ୍ତିର ଅଧିଷ୍ଠାତ୍ରୀ ମଧ୍ୟ କୁହାଯାଏଆଇ। ଏହି ଦିନ ସାଧକଙ୍କର ମନ ବିଶୁଦ୍ଧଚକ୍ରରେ ସ୍ଥିତ ହୁଏଆଇ। ଏହି ବିଗ୍ରହରେ ସ୍କନ୍ଦପ୍ରଭୁ ବାଳକ ରୂପରେ ମାତାଙ୍କ କୋଳରେ ବସିଛନ୍ତିଆଏ। ସ୍କନ୍ଦମାତୃ ସ୍ୱରୂପିଣୀ ଦେବୀଙ୍କର ଚାରି ଗୋଟି ଭୁଜ ଅଛିଆଏ। ମାତା ଗୋଟିଏ ହସ୍ତରେ ଭଗବାନ ସ୍କନ୍ଦଙ୍କୁ କୋଳରେ ବସାଇ ଧରିଛନ୍ତି ଓ ଦୁଇ ଗୋଟି ହସ୍ତରେ ପଦ୍ମପୁଷ୍ପ ଧରି ଛନ୍ତିଆଏ। ଅନ୍ୟ ଏକ ହସ୍ତ ବରଦା ମୁଦ୍ରାରେ ଭକ୍ତମାନଙ୍କୁ ଆଶୀର୍ବାଦ କରୁଛନ୍ତିଆଏ। ମା'ଙ୍କ ବର୍ଣ୍ଣପୂର୍ମତ ଶୁଭ୍ର ଏବଂ ସେ ପଦ୍ମପୁଷ୍ପ ଉପରେ ବିରାଜମାନ କରିଛନ୍ତି।